ଆଜି ମୁଁ ରଖିଥିବା ଅର୍ଡ଼ର ପୁରା କରିପାରିଲି କି ନାହିଁ ତା ସହ କୁକରରେ ମୋତେ ଆଜି କାହିଁକି ଚିକେନ୍ ବନେଇବାକୁ ପଡ଼ିଗଲା ଜାଣିବା ପାଇଁ ଭିଡ଼ିଓକୁ ଶେଷ ପର୍ଯ୍ୟନ୍ତ ଦେଖନ୍ତୁ। ଶନିବାର ଦିନ ଏଇ ଅର୍ଡ଼ରଟା ଆସିଥିଲା ତ ମୁଁ ଏଇଟା ଆକ୍ସେପ୍ଟ କରିଦେଇଥିଲି ସଣ୍ଡେ ଅଛି ବୋଲି। ତାପରେ ସେଦିନ ଆସିଲା ବେଳକୁ ଘରକୁ ସ୍ୱାମୀ ସନ୍ଧ୍ୟା ବେଳକୁ ମୁଭି ଟିକେଟ୍ ନେଇ ଆସିଛନ୍ତି। ଆଫ୍ଟରନୁନରେ ମୁଭି ଥିଲା, ଆଫ୍ଟରନୁନ ମାନେ 2ଟା ପାଖାପାଖି ମୁଭି ଥିଲା। ମୁଁ ତାଙ୍କୁ କହିଲି ଏତେ ଜଲ୍ଦି କ'ଣ ପାଇଁ ଆଣିଲ, ଆଉ ଟିକେ ଲେଟ୍ରେ ବରଂ ଟିକେଟ୍ ଆଣିଥିଲେ ଭଲ ହେଇଥାନ୍ତା। ସେ କହିଲେ ହାଉସଫୁଲ୍ ଚାଲିଛି, ଟିକେଟ୍ ମିଳୁନି, ଏଇଟା ଆଭେଲେବୁଲ୍ ଥିଲା, ଏଇଟା ମୁଁ ନେଇ ଆସିଛି, ଯିବା କଥା ଯଦି ଯାଅ, ନହେଲେ ଏ ଟିକେଟ୍ର ରିଫଣ୍ଡ ନାହିଁ। ମୁଁ କହିଲି ମୁଁ ତ ଅର୍ଡ଼ର ରଖିଦେଇଛି। ସେ କହିଲେ ଠିକ୍ ଅଛି, ଟିକେ ସକାଳୁ ଜଲ୍ଦି ଉଠିକି ଜଲ୍ଦି କାମ କରିଦେବ। ସଣ୍ଡେ ବୋଲି ଗୋଟେ ଦିନ ମିଳୁଛି, ସେଦିନ ପୁଣି ସକାଳୁ ଜଲ୍ଦି ଉଠିକି ଜଲ୍ଦି କାମ ସାର। ମୁଁ କହିଲି ଚଲୋ ଠିକ୍ ଅଛି, ଆଉ କ'ଣ କରିବା, ରଖିଦେଇଛି ଯେତେବେଳେ ତ କରିବାକୁ ତ ପଡ଼ିବ। ତ ସକାଳୁ ଉଠିକି ଯାହା ହେଲେ ବି ଚିକେନ୍ ମିଳିଲା ବେଳକୁ ଦିନ 11ଟା ହେଇଯାଏ। 11ଟା ବେଳକୁ ସେ ଆଣିଲା ବେଳକୁ ମୁଁ ମସଲା ମସଲି କଷେଇ ଦେଇଥିଲି, କିନ୍ତୁ ଚିକେନ୍କୁ ଟିକେ ମ୍ୟାରିନେଟ୍ କରିବା ବି ନିହାତି ଦରକାର। ତ ସେଥିପାଇଁ ଚିକେନ୍କୁ ମ୍ୟାରିନେଟ୍ କରି ଅଧଘଣ୍ଟେ ଖଣ୍ଡେ ଛାଡ଼ିଦେଲି। ତାପରେ ମସଲା କଷାରେ ଚିକେନ୍କୁ ପକେଇଲି, କଷେଇ ଦେଲି ଅଧଘଣ୍ଟେ ଖଣ୍ଡେ, କିନ୍ତୁ ସେତେବେଳକୁ ସିଝି ନଥିଲା ଚିକେନ୍ଟା। ତାପରେ ମୁଁ କହିଲି ଆକୁ ଯଦି ଏବେ ମୁଁ କଡ଼େଇରେ ବନେଇବି ତାହେଲେ ତ ମୋତେ ବହୁତ ଟାଇମ୍ ଲାଗିଯିବ। ଆଉ ଫାଷ୍ଟ ଟାଇମ୍ ପାଇଁ ମୁଁ କୁକରରେ ଟ୍ରାଏ କଲି। ମୁଁ ପୂର୍ବରୁ କେବେ ବି କୁକରରେ ଚିକେନ୍ କରିନଥିଲି। କୁକରରେ ମାତ୍ର ଗୋଟେ ସିଟି ଦେଇ ମୁଁ ବନ୍ଦ କରିଦେଲି। ଆଉ ଅନଏକ୍ସପେକ୍ଟେଡଲି ଚିକେନ୍ ବହୁତ ହି ଟେଷ୍ଟି ବନେଇଥିଲା। ଆପଣମାନେ ଦେଖିପାରୁଥିବେ, ଦେଖିକି ଜାଣିପାରୁଥିବେ କେତେ ଟେଷ୍ଟି ବନେଇଛି। ତାପରେ ତାଙ୍କ ଅର୍ଡ଼ରଟା ମୁଁ ପଠେଇଦେଲି, ଆଉ ଟାଇମ୍ରେ ଆମେ ଯାଇ ବି ସିନେମା ହଲ୍ରେ ପହଞ୍ଚିଗଲୁ।